ଜହନ ଲିଖିତ ସୁସମାଚାର ଶୁଭୁଛି କି? ଆଜ୍ଞା ହଁ ଶୁଭୁଛି ଶୁଭୁଛି। ଓକେ। 1ରୁ 10 ପଦ। କିଏ ଜଣେ ପଢିବେ? ସୃଷ୍ଟିର ପୂର୍ବରୁ ବାକ୍ୟ ଥିଲେ। ଜହନ ଲିଖିତ ସୁସମାଚାର 1 ପର୍ବ 1 ପଦରୁ 10 ପଦ। ସୃଷ୍ଟିର ପୂର୍ବରୁ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ। ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା। ଆଉ ଯେ ସମସ୍ତ ସୃଷ୍ଟ କରି ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟି ହୋଇନାହିଁ। ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି। ସେହି ଜ୍ୟୋତି ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରିନାହିଁ। ଈଶ୍ୱରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ, ତାହାଙ୍କ ନାମ ଜହନ। ସେ ଯେପରି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି। ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ସେ ନିଜେ ସେହି ଜ୍ୟୋତି ନଥିଲେ, କିନ୍ତୁ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ଯେଉଁ ସତ୍ୟ ଜ୍ୟୋତି ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ। ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାକୁ ଚିହ୍ନିଲା ନାହିଁ। ଆମେନ୍। ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଆମେ ତୁମକୁ ଧନ୍ୟବାଦ ଦେଉଛୁ ଏହି ପ୍ରାତଃ କାଳ ନିମନ୍ତେ। ତୁମେ ପ୍ରଭୁ ମନୁଷ୍ୟ ସହିତ ଗମନାଗମନକାରୀ ବାର୍ତ୍ତାଳାପକାରୀ ପରମେଶ୍ୱର ଅଟ। ସେଥିପାଇଁ ଆମେ ତୁମରି ଗୌରବ ମହିମା ପ୍ରଶଂସା କରୁଅଛୁ। ପ୍ରଭୁ, ଏହି ପ୍ରାତଃ କାଳରେ ଆମେ ତୁମ ନିକଟରେ ସମର୍ପିତ ହେଇ ପ୍ରାର୍ଥନା କରୁଛୁ। ତୁମେ ଆଜି ଆମମାନଙ୍କୁ କଥା କୁହ, ଆମମାନଙ୍କ ଅନ୍ତରରେ ପ୍ରଭୁ ତୁମରି ରବ ସ୍ପଷ୍ଟ ଭାବେ ଶୁଣିବା ପାଇଁ ସାହାଯ୍ୟ କର ଏବଂ ତୁମେ ଚାହୁଁଥିବା ପ୍ରଭୁ ସତ୍ୟକୁ ବୁଝିବା ନିମନ୍ତେ ଆମମାନଙ୍କର ଅନ୍ତରସ୍ଥ ଚକ୍ଷୁକୁ ଖୋଲି ଦିଅ। ସମସ୍ତ ଗୌରବ ତୁମେ ପାଅ। ଏ ପ୍ରାର୍ଥନା ଆମମାନଙ୍କ ଉଦ୍ଧାରକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଅର୍ପଣ କରୁଅଛୁ। ଆମେନ୍। ଆମମାନେ ଯେତେ ଜଣ ଯୀଶୁଙ୍କୁ ବିଶ୍ୱାସ କରୁଅଛୁ, ଈଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ କରିବା ଦ୍ୱାରା ହିଁ ତାଙ୍କୁ ଆମେ ବିଶ୍ୱାସ କରୁଅଛୁ ଏବଂ ତାଙ୍କୁ ଆମେ ବିଶ୍ୱାସ ଯେତେ ଜଣ କରୁଅଛୁ, ଆମେ ତାଙ୍କର ବାକ୍ୟ ଅଧ୍ୟୟନ କରିଥାଉ। ଆମେ ତାଙ୍କୁ ଜାଣିବା ପାଇଁ, ଈଶ୍ୱରଙ୍କୁ ଜାଣିବା ପାଇଁ ଆମେ ସାଧାରଣତଃ ଈଶ୍ୱରଙ୍କର ବାକ୍ୟ ଅଧ୍ୟୟନ କରିଥାଉ। ଆଜି ଆମେ ଯେଉଁ ଅଂଶ ପାଠ କରିଅଛୁ, ସେଇଥିରୁ ସେହି ପ୍ରସଙ୍ଗ ଟିକେ ଅଳ୍ପ ସମୟ ଆମେ ଦେଖିବା। ପ୍ରଥମେ ଆମେ 1ରୁ 4 ପଦ ଆଉଥରେ ଟିକେ ପଢିବା। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ। ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା। ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟ ମାନଙ୍କର ଜ୍ୟୋତି। ଆମେ ଯେଉଁ ଈଶ୍ୱରଙ୍କୁ ବିଶ୍ୱାସ କରୁଅଛୁ, ସେ 3 ପଦ ଅନୁସାରେ ସୃଷ୍ଟିକର୍ତ୍ତା ଅଟନ୍ତି। ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଅଟନ୍ତି। 10 ପଦ ପଢିବା। ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। 3 ପଦର ଯେଉଁ ସୃଷ୍ଟି ବିଷୟ ଦେଖାଯାଇଅଛି,
ତାହା ମାନେ ସାରା ପୃଥିବୀର ସୃଷ୍ଟିକର୍ତ୍ତା ସେ ଅଟନ୍ତି। ଅର୍ଥାତ୍ ଯେତେ ଆମେ ପାହାଡ, ପର୍ବତ, ଗଛ, ଲତା ଏଇ କ୍ରିଏସନ ଦେଖୁଛୁ ଯୋଉଟା ଅର୍ଥ, ତାହାର ସୃଷ୍ଟିକର୍ତ୍ତା ସେ ଅଟନ୍ତି। ଦଶ ପଦରେ ଯୋଉଟା ଦେଖୁଛୁ ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ଵାରା ସୃଷ୍ଟ ହେଲା। ଏଟା ମାନବ ଜାତିର ସୃଷ୍ଟିକର୍ତ୍ତାକୁ ପ୍ରକାଶ କରୁଅଛି। ଅତଏବ ପରମେଶ୍ୱର ଯିଏକି ଆଦ୍ୟରେ ବା ଆରମ୍ଭରେ, ଭଉଣୀ ଯୋଉଟା ପଢିଲେ ମଧୁସ୍ମିତା ଭଉଣୀ, ସୃଷ୍ଟିର ପୂର୍ବରେ ବୋଲି ବୋଧେ ସେଟା ପଢିବା ଆରମ୍ଭ କଲେ। ଅତଏବ ତା ପୂର୍ବରୁ ହିଁ ସେ ଅଛନ୍ତି, ଆଉ ସେ ବାକ୍ୟ ହୋଇକି ହିଁ ଅଛନ୍ତି। ଆଦ୍ୟରେ ବାକ୍ୟ ଥିଲେ ବୋଲି ଲେଖା ଅଛି ସେଟା, ସେ ଆଦ୍ୟରେ ବାକ୍ୟ ହୋଇକି ସେ ଅଛନ୍ତି। ବାକ୍ୟ ହିଁ ଦୁଇଟା ବିଷୟର ସୃଷ୍ଟିକର୍ତ୍ତା। ଗୋଟେ ହେଲା ନେଚୁରାଲ ଅର୍ଥ, ଦ୍ୱିତୀୟ ହେଲା ହ୍ୟୁମାନିଟି, ପ୍ରକୃତି। ପୃଥିବୀର ସୃଷ୍ଟିକର୍ତ୍ତା। ଦ୍ୱିତୀୟ ହେଲା ମନୁଷ୍ୟ ଜଗତର ବା ମାନବ ଜାତିର ସୃଷ୍ଟିକର୍ତ୍ତା ସେ ଅଟନ୍ତି। ସେ ତାଙ୍କର ମନୁଷ୍ୟ ସହିତ ସମ୍ପର୍କ କୌଣ ଅଟେ। 4 ପଦ। ତାହାଙ୍କ ଠାରେ ଜୀବନ ଥିଲା, ଅର୍ଥାତ୍ ବାକ୍ୟଙ୍କ ଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟ ମାନଙ୍କର ଜ୍ୟୋତି। ଏବେ ଏ ଯୋଉ ସୃଷ୍ଟିକର୍ତ୍ତା, ସମସ୍ତ ବିଷୟର ସୃଷ୍ଟିକର୍ତ୍ତା, ସେ ଜୀବନ୍ତ ଅଟନ୍ତି ବା ଜୀବିତ ଅଟନ୍ତି। ସେ ଯେ ବାକ୍ୟ ଈଶ୍ୱର, ସେ ଜୀବିତ ଈଶ୍ୱର ଅଟନ୍ତି। ସେଥିପାଇଁ ଆମମାନେ ଏଇ ବାକ୍ୟକୁ ଏବେ ସୁଦ୍ଧା ଆମମାନେ କହୁ ଏହା ଜୀବନ୍ତ ବାକ୍ୟ ବୋଲି। ପ୍ରଥମ ପିତର 1 ପର୍ବ 23 ପଦ ଜଣେ କିଏ ପଢିବେ? ପ୍ରଥମ ପିତର 1 ପର୍ବ 23 ପଦ। କିଏ ଦୟାକରି ପଢିବେ? ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ। ନୂତନୀକୃତ ଲେଖା ଅଛି। ଆଚ୍ଛା, ଏଟା ଆପଣଙ୍କର ଟିକେ ଏଠି ମୋ ବାଇବଲ ଲେଖା ହେଇଛି ପୁନର୍ଜାତ ହେଇଛି। ପୁନର୍ଜାତ, ସେଇଟା ଓଲ୍ଡ ଭର୍ସନଟା। ଓକେ, ସେଠାରେ ଲେଖା ହେଇଛି ଯେ ଜୀବନ୍ତ ଏବଂ ଚିରସ୍ଥାୟୀ ବାକ୍ୟ ବୋଲିକି। ଜୀବନ୍ତ ଏବଂ ଚିରସ୍ଥାୟୀ ବାକ୍ୟ। ଏବେ ତାର 4:12 ମଧ୍ୟ ଲେଖା ହେଇଛି ଜୀବନ୍ତ ଓ କାର୍ଯ୍ୟ ସାଧକ ବୋଲି ଲେଖା ଯାଇଅଛି। ତାହା ପ୍ରେଜେଣ୍ଟ ଟେନ୍ସ କୁ ବୁଝାଉଅଛି, ବର୍ତ୍ତମାନ କାଳର ବାକ୍ୟକୁ ବୁଝାଉଅଛି। ସେହି ସମୟରେ ଯେପରି ଜୀବନ୍ତ, ଏବେ ମଧ୍ୟ ତାହା ଜୀବନ୍ତ ଅଟେ। ଯେତେବେଳେ ଈଶ୍ୱରଙ୍କର ବାକ୍ୟ ବୋଲିକି ଆମେ ଶୁଣୁଅଛୁ, ପଢୁଅଛୁ ଏବଂ ତାହା କହୁଅଛୁ, ତାହା ଜୀବନ୍ତ ଅଟେ। ଅତଏବ ଜୀବନ୍ତ ବାକ୍ୟ ସହିତ ବା ସୃଷ୍ଟିକର୍ତ୍ତା ବାକ୍ୟଙ୍କ ସହିତ ମନୁଷ୍ୟର ଏକ ଅବିଚ୍ଛେଦ ସମ୍ପର୍କ ରହିଅଛି। 4 ପଦ, ଜଣ 1:4 ପ୍ରକାଶ କରୁଅଛି। ତାହାଙ୍କ ଠାରେ ବା ବାକ୍ୟଙ୍କ ଠାରେ ଜୀବନ ଥିଲା, ସେହି ଜୀବନ, ସୃଷ୍ଟିକର୍ତ୍ତା ବାକ୍ୟଙ୍କର ଜୀବନ ମନୁଷ୍ୟ ମାନଙ୍କର ଜ୍ୟୋତି। ଏବେ ବାକ୍ୟ କହିଲେ ଆମେ କଣ ବୁଝୁ? କିଏ ଜଣେ ଉତ୍ତର କହିବେ? କିଛି ଶବ୍ଦକୁ ନେଇ ସେଣ୍ଟେନ୍ସ ଗଠନ କରିବାକୁ। ଭେରି ଗୁଡ। ଯେତେବେଳେ ଶବ୍ଦ ବୋଲି କୁହାଯାଉଅଛି, ଶବ୍ଦ ବାକ୍ୟ, ତାହା ପ୍ରକାଶ କରୁଅଛି ଯେ ତାହା ଶୁଣାଯାଏ। ଦ୍ୱିତୀୟରେ ସେହି 4 ପଦର
ସେହି ଜୀବନ ମନୁଷ୍ୟ ମାନଙ୍କର ଜ୍ୟୋତି। ଜ୍ୟୋତି କହିଲେ କଣ ଅଟେ? ଯୋଉଟା ଦ୍ୱାରା ଆମେ ଦେଖିପାରୁ। ଯୋଉଟା ଦ୍ୱାରା ଆମେ ଦେଖିପାରୁ। ଦିଟା ହଁ, ଜ୍ୟୋତିଟା ଆଲୋକ ପ୍ରଦାନ କରେ, ତାହା ହେତୁ ଆମେ ଦେଖିପାରୁ। ଆମେ ଏକ୍ଜାକ୍ଟଲି ଜିନିଷ ଦେଖିପାରୁ। ଯୋଉ ଜିନିଷ ଯେମିତି ଯେଉଁଠାରେ ଅଛି ସେମିତି ଆମେ ଦେଖୁ। ମାନେ ଏକ୍ଜାକ୍ଟ ସଠିକ ଭାବରେ ଆମେ ଦେଖୁ। ଯେତେବେଳେ ଆମେ ଜ୍ୟୋତି ବିଷୟ କହୁ, ଜ୍ୟୋତି ବିଷୟ କହୁ, ଏ ପ୍ରକାର ଗୋଟେ ବିଷୟ ଅଟେ। ଏହି ପ୍ରକାର ସମୟରେ ଆମେ କିଛି ଦେଖି ପାରିନଥାଉ, କିଛି କୋଉଠି କୌଣସି ଦେଖି ପାରିନଥାଉ। କିନ୍ତୁ ଯେତେବେଳେ ଜ୍ୟୋତି ଆସେ, ମୁଁ ଯୋଉଠି ସେଇଠି, ଆପଣ ମାନେ ଯୋଉଠି ସେଇଠି, ଜିନିଷ ଯୋଉଠି ସେଇଠି, ଏକ୍ସାକ୍ଟ ଜିନିଷ, କିଛି ଇଣ୍ଟରପ୍ରିଟେସନ ସେଥିରେ ନାହିଁ। ସେଥିରେ ଆଉ କିଛି ମାନେ ଓଲଟା ପଲଟା ହେବା, ବଦଳିବାର ନାହିଁ। ଯେମିତିକୁ ସେମିତି ଆମେ ଦେଖୁ। ଏବେ ମନୁଷ୍ୟ ମାନଙ୍କର ଜ୍ୟୋତି ବୋଲିକି କୁହାଗଲା। ଈଶ୍ୱର ଯିଏକି ବାକ୍ୟ, ସେ ଜୀବନ୍ତ, ସେ ହେଉଛନ୍ତି ବାକ୍ୟ। ବାକ୍ୟ କହିଲେ ମନୁଷ୍ୟ ଶୁଣିପାରେ, ଆଉ ଜ୍ୟୋତି କହିଲେ ମନୁଷ୍ୟ ଦେଖିପାରେ। ଈଶ୍ୱର ମନୁଷ୍ୟକୁ ଏମିତି ଇଣ୍ଟ୍ରିନ୍ସିକାଲି ତିଆରି କରିଛନ୍ତି, ଏ ପ୍ରକାର ଗୋଟେ ଆଶ୍ଚର୍ଯ୍ୟ ଭାବରେ ତିଆରି କରିଛନ୍ତି ଯେ ମନୁଷ୍ୟ ଈଶ୍ୱରଙ୍କର ରୂପ ଶୁଣିପାରେ, ଆଉ ସତ୍ୟକୁ ଦେଖିପାରେ ବା ନିଜକୁ ଜାଣିପାରେ। ସେ ଈଶ୍ୱର ଯିଏକି ବାକ୍ୟ ଅଟନ୍ତି, ସେ ଏତେ ଆଶ୍ଚର୍ଯ୍ୟ, ଏତେ ପ୍ରେମମୟ ଅଟନ୍ତି। ଏବେ ଆଉ ଥରେ ସେଇ ପଦ, ଚାରି ପଦକୁ ଆମେ ଦେଖୁ। ତାହାଙ୍କ ଠାରେ ଜୀବନ ଥିଲା, ସେହି ଜୀବନ ମନୁଷ୍ୟ ମାନଙ୍କର ଜ୍ୟୋତି। ଏବେ ସେ ସୃଷ୍ଟିକର୍ତ୍ତା ବାକ୍ୟଙ୍କ ଠାରେ ଯଦି ଜୀବନ ଥିଲା, ମନୁଷ୍ୟ ଠାରେ ଜୀବନ ଅଛି କି ନାହିଁ? ମନୁଷ୍ୟ ଜୀବନ୍ତ ଅଟେ, ମନୁଷ୍ୟ ଠାରେ ଜୀବନ ଅଛି। ଏହି ଜୀବନ୍ତ ମନୁଷ୍ୟ ବା ଜୀବିତ ମନୁଷ୍ୟ ଯେ ଈଶ୍ୱରଙ୍କ ବାକ୍ୟର ଗୋଟେ ଅଂଶୀଦାର ଅଟନ୍ତି। ଈଶ୍ୱର ହିଁ ଜ୍ୟୋତି ଅଟନ୍ତି, ସେହି ଜ୍ୟୋତିର ଅଂଶୀଦାର ଅଟନ୍ତି। ଈଶ୍ୱର ଯାହା କହିବାକୁ ଚାହାନ୍ତି, ଈଶ୍ୱର ଯାହା କୁହନ୍ତି ମନୁଷ୍ୟ ତାହା ଶୁଣେ, ଅଲଗାଟା ନୁହେଁ। ଈଶ୍ୱର ଯାହା କୁହନ୍ତି ତାହା ଶୁଣେ, ଏବଂ ଯାହା ସେ ଦେଖାନ୍ତି ତାହା ସେ ଦେଖେ। ଏକ୍ସାକ୍ଟଲି, ସେଥିରେ କୌଣସି କଭରେଜ ନାହିଁ, ସେଥିରେ କିଛି ମାନେ ଘୋଡେଇ ହେଇଥିବା ଜିନିଷ ନାହିଁ। ଈଶ୍ୱର ମନୁଷ୍ୟକୁ ଏହି ପ୍ରକାରେ ତିଆରି କରି ଅଛନ୍ତି। ସେଥିପାଇଁ ଆମକୁ ଏକ ପର୍ବ ଆଦି ପୁସ୍ତକ ତାର 26-27 ପଦ ସାଦୃଶ୍ୟରେ ପ୍ରତିମୂର୍ତ୍ତିରେ, ଆଉ ସେଇ ଜିନିଷ ମନୁଷ୍ୟ ଠାରେ ଆମେ ଏବେ ଦେଖିପାରୁଛୁ। ଈଶ୍ୱରଙ୍କର ବାକ୍ୟ ଯେତେବେଳେ ଆମେ ପାଠ କରୁଅଛୁ, ସେତେବେଳେ ଆମେ ସେହି ସତ୍ୟକୁ ବୁଝି ପାରୁଛୁ ସ୍ପଷ୍ଟ ଭାବରେ, ଅତି ସ୍ପଷ୍ଟ ଭାବରେ। ଏବେ 9 ଏବଂ 10 ପଦକୁ ଆମେ ସିଫ୍ଟ କରିବା। ପ୍ରଥମ ବିଷୟ ଆମେ ଦେଖୁଛୁ ଯେ ମନୁଷ୍ୟ ଏବଂ ସୃଷ୍ଟିକର୍ତ୍ତା ବାକ୍ୟଙ୍କ ମଧ୍ୟରେ ଏକ ଘନିଷ୍ଠ ସମ୍ପର୍କ ରହିଅଛି, ଅତି ଘନିଷ୍ଠ ସମ୍ପର୍କ ରହିଅଛି। ମନୁଷ୍ୟ ଈଶ୍ୱରଙ୍କ ଠାରୁ ନିଜକୁ ପୃଥକ କରିକି ରଖିପାରିବ ନାହିଁ, କୌଣସି ପ୍ରକାର ପାରିବ ହିଁ ନାହିଁ। କାରଣ ସେ ଈଶ୍ୱରଙ୍କର ପ୍ରତିମୂର୍ତ୍ତିରେ ନିର୍ମିତ, ଈଶ୍ୱରଙ୍କ ଜୀବନ ତାହାଠାରେ ସଞ୍ଚାରିତ, ଈଶ୍ୱରଙ୍କର ସତ୍ୟ ତାହାଠାରେ ପ୍ରକାଶିତ ଅଟେ। 9 ଆଉ 10 ପଦ ଦୟାକରି ପଢିବେ। ଯେଉଁ ସତ୍ୟ ଜ୍ୟୋତି ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ, ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ଏବେ
ପାଞ୍ଚ ପଦରେ ଆମେ ସେ ପଦଟା ଦେଖୁଛୁ, ସେହି ଜ୍ୟୋତି ଅନ୍ଧକାରରେ ଜାଜଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ। ତାପରେ 9 ପଦ, ଯେଉଁ ସତ୍ୟ ଜ୍ୟୋତି ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି। 5ରେ ଲେଖା ହେଇଛି ଜାଜଲ୍ୟମାନ ହୋଇ ଆସୁଅଛି, ଅନ୍ଧକାର ତାହା ଗ୍ରହଣ କରି ନାହିଁ। ଏବଂ ଏଠି 10 ପଦରେ ଲେଖା ହେଇଛି ସେ ଜଗତ ତାହାକୁ ଚିହ୍ନିଲା ନାହିଁ ବୋଲିକି ଲେଖା ଯାଉଅଛି। ଏବେ ପ୍ରିୟ ଭାଇ ଭଉଣୀ ମାନେ, ଈଶ୍ୱର ଜ୍ୟୋତି ଅଟନ୍ତି, ଆଉ ସେ ସତ୍ୟ ଜ୍ୟୋତି ଅଟନ୍ତି। ସେ ସତ୍ୟ ଜ୍ୟୋତି ଅଟନ୍ତି। ସତ୍ୟ ଜ୍ୟୋତି କଣ ପ୍ରକାଶ କରନ୍ତି? ଓକେ, ନୀଳବତୀ କୋ ଲାଇଟ ପ୍ରଦାନ କରେ, କୋ ଆଲୋକ ପ୍ରଦାନ କରେ? You can go. ସରି ଭେରି ଗୁଡ। ଏବେ ନୀଳବତୀ ନୀଳ ଆଲୁଅ ପ୍ରଦାନ କରେ, ଗ୍ରୀନ ବତୀ ଗ୍ରୀନ ଆଲୁଅ ପ୍ରଦାନ କରେ। ଆମେ ଡ୍ରାମା ଷ୍ଟେଜ ମାନଙ୍କରେ ଯୋଉ ପ୍ରକାର ଦେଖୁଛୁ ସେଇ ପ୍ରକାର ଜିନିଷ ଅଟେ। ସତ୍ୟ ଜ୍ୟୋତି କଣ ପ୍ରକାଶ କରେ? ସତ୍ୟ ପ୍ରକାଶ କରେ। ଭେରି ଗୁଡ, ସତ୍ୟ ପ୍ରକାଶ କରେ। ଏବେ ସତ୍ୟ ଜ୍ୟୋତି କାହାକୁ ସତ୍ୟ ପ୍ରକାଶ କରୁଅଛି? 9 ପଦ ଅନୁସାରେ ପ୍ରତ୍ୟେକ ମନୁଷ୍ୟକୁ, ପ୍ରତ୍ୟେକ ମନୁଷ୍ୟକୁ। ଆଗରୁ ଏଇ କଥା ଆମେ ହୁଏତ ବହୁତ ଥର ଆଲୋଚନାକୁ ଆଣିଥିବା ଯେ ପ୍ରତ୍ୟେକ ମନୁଷ୍ୟ ସେଥିପାଇଁ ସତ୍ୟ ଜାଣନ୍ତି, ସତ୍ୟ ଜାଣନ୍ତି। ଈଶ୍ୱର ଏବେ ଦେଖନ୍ତୁ, ପ୍ରଥମେ ଦେଖିଲୁ 4 ପଦ ଅନୁସାରେ ଈଶ୍ୱର ଯେ ବାକ୍ୟ ଅଟନ୍ତି ସେ ମନୁଷ୍ୟକୁ ନିଜର ରବ ଶୁଣାନ୍ତି। ଯେହେତୁ ସେ ଜ୍ୟୋତି ଅଟନ୍ତି, ସେ ସତ୍ୟକୁ ଦେଖାନ୍ତି ବା ଦେଖିବା ପାଇଁ ତାଙ୍କ କାପାସିଟି ଅଛି। ଏବେ 9 ପଦ ଅନୁସାରେ ସତ୍ୟ ଜାଣିବା ପାଇଁ ମନୁଷ୍ୟ କ୍ୟାପେବୁଲ ଅଟେ, କାରଣ ଈଶ୍ୱର ପ୍ରତ୍ୟେକ ମନୁଷ୍ୟକୁ ସତ୍ୟ ପ୍ରକାଶ କରନ୍ତି। ସତ୍ୟ ଜ୍ୟୋତି ସେ ଅଟନ୍ତି, ପ୍ରତ୍ୟେକ ମନୁଷ୍ୟକୁ ସେ ଆଲୋକ ପ୍ରଦାନ କରନ୍ତି, ଆଲୋକ ପ୍ରଦାନ କରନ୍ତି। ଅତଏବ ପରମେଶ୍ୱର ମନୁଷ୍ୟକୁ এই ପ୍ରକାର ଭାବରେ ତିଆରି କରି ଅଛନ୍ତି ଯେ ମନୁଷ୍ୟ କୌଣସି ପ୍ରକାରେ ସତ୍ୟ ଜାଣି ନାହିଁ ବୋଲି କହିପାରିବ ନାହିଁ, ସତ୍ୟ ଜାଣି ନାହିଁ ବୋଲି କହିପାରିବ ନାହିଁ। ଅତଏବ ଗୋଟେ ସେକେଣ୍ଡ, चिट्ठी रूम को जाओ, ना रूम को जाओ। हाँ, ପ୍ରତ୍ୟେକ ମନୁଷ୍ୟକୁ ଈଶ୍ୱର ସତ୍ୟ ପ୍ରକାଶ ହୁଏ। ସତ୍ୟ ହେଉଛି ଗୋଟେ ଇନବିଲ୍ଟ ବିଷୟ ଅଟେ, ଅନ୍ତରରେ ଆମ ଜୀବନ ସହିତ ତାହା ତିଆରି ହୋଇଥିବା ବିଷୟ ଅଟେ। ଅତଏବ ଈଶ୍ୱର ମନୁଷ୍ୟକୁ ସେ ଯେପରି ସତ୍ୟ, ମନୁଷ୍ୟକୁ ସେହିପରି ସତ୍ୟରେ ତିଆରି କରି ଅଛନ୍ତି, ସତ୍ୟରେ ତିଆରି କରି ଅଛନ୍ତି। ଆଉ ତାହା ରିଏଲି ୱାଣ୍ଡରଫୁଲ ଅଟେ। ପ୍ରତ୍ୟେକ ମନୁଷ୍ୟ ସତ୍ୟ ଜାଣନ୍ତି, ପ୍ରତ୍ୟେକ ମନୁଷ୍ୟ ସତ୍ୟ ଜାଣନ୍ତି। ଏବେ ତାହେଲେ 10 ପଦ କାହିଁକି ଡିନାଇ କରୁଅଛି? 10 ପଦରେ ଲେଖା ହଉଛି ସେ ଜଗତରେ ଥିଲେ, ଜଗତ ତାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ଏବେ ଚିହ୍ନିବା ଆଉ ନ ଚିହ୍ନିବା, ଜଣେ ବ୍ୟକ୍ତି କାହାକୁ ଚିହ୍ନନ୍ତି ନାହିଁ ବା କାହାକୁ ଚିହ୍ନନ୍ତି? ଦେଖାଯିବା ଲୋକକୁ ନା ଦେଖା ନ ଯିବା ଲୋକକୁ?
ଦେଖାଯିବା ଲୋକକୁ। ଭେରି ଗୁଡ୍। ଦେଖାଯିବା ଲୋକକୁ ହିଁ ଲୋକ ଚିହ୍ନିବା ନ ଚିହ୍ନିବା କଥା ଉଠୁ ଅଛି। ଆଉ ଗୋଟେ ବିଷୟ, କାହାକୁ ସେ ଚିହ୍ନନ୍ତି ନାହିଁ, କାହାର ସ୍ୱରକୁ ଚିହ୍ନନ୍ତି ନାହିଁ। ଶୁଣା ଯାଉଥିବା ସ୍ୱରକୁ ନା ଶୁଣା ଯାଉନଥିବା ସ୍ୱରକୁ, ପ୍ରଭୁକୁ ଶୁଣା ଯାଉନଥିବା ସ୍ୱରକୁ। ଆଉ ଥରେ, କାହାକୁ ସେ ଚିହ୍ନିବେ ନାହିଁ, କାହାର ସ୍ୱରକୁ ଚିହ୍ନିବେ ନାହିଁ। ସ୍ୱର ଶୁଣିଲା ପରେ, ଆବାଜ ଶୁଣିଲା ପରେ ନା ଏଇଟା କାହାର ସ୍ୱର ମୁଁ ଚିହ୍ନି ପାରୁନାହିଁ କହିବେ, ନା ଯୋଉଟା ଶୁଣି ହିଁ ନଥିବେ ସେଇଟା ଚିହ୍ନିବେ ନାହିଁ। ଯୋଉଟା ଶୁଣା ଯାଇ ନଥିବ ସେଇ ସ୍ୱରକୁ କୁହାଯାଏ। ଆଉ ଥରେ ଆଉ ଥରେ ଆଉ ଥରେ। ଯୋଉ ସ୍ୱରକୁ କି ଆମେ କେବେ ମଧ୍ୟ ଶୁଣି ନଥାଉ, ସେଇ ସ୍ୱରକୁ ଯଦି ଆମେ ଶୁଣୁ ତାହା ଅଶୁଣା ସ୍ୱର। ଓକେ, ଆଉ ଥରେ। ଶରଦବାଳା ଭଉଣୀ, ଏବେ ମୋର ସ୍ୱର ଆପଣଙ୍କୁ ଶୁଭୁଛି କି ନାହିଁ? କହିବାଟା ଶୁଭା ଯାଉଛି। ଏଇଟା ଶୁଣିଲା ପରେ ହିଁ ଆପଣ ଡିସାଇଡ୍ କରିବେ ବା ଜାଣିବେ ଯେ ଏଟା ଚିହ୍ନା ସ୍ୱର ନା ଅଚିହ୍ନା ସ୍ୱର ବୋଲି, ନା ନାଇଁ? ମୁଁ ଯଦି ସାଇଲେଣ୍ଟ ରହିବି ଆପଣ ଡିସାଇଡ୍ କରିପାରିବେ କି ଏ ସ୍ୱର କାହାର ବୋଲି? ସ୍ୱର ତ ଶୁଣି ନାହାନ୍ତି, ତାହେଲେ ଡିସାଇଡ୍ କେମିତି କରିବେ? ଅତେ ଶୁଣିବା ସ୍ୱରକୁ ହିଁ ଆମେ ଚିହ୍ନୁ କିମ୍ବା ଚିହ୍ନି ନଥାଉ, ଦେଖିବା ଲୋକକୁ ହିଁ ଚିହ୍ନୁ ବା ଚିହ୍ନି ନଥାଉ। ଏତିକି କ୍ଲିୟର ହେଲା କି? ଏବେ ମୁଁ ଯଦି କାହାକୁ ହେଲେ ଫୋନ କରିବି, ଫୋନ କଲା ପରେ ମୁଁ ଅଜଣା ଲୋକକୁ ଯାହା ସାଙ୍ଗେ ଆଗରୁ କଥାବାର୍ତ୍ତା ହେଇନାହିଁ, ମନେକର ସଞ୍ଚିତା ଭଉଣୀ, ବୋଧେ ସଞ୍ଚିତା ଭଉଣୀକୁ ମୁଁ ଫୋନ କରିବି, ମୁଁ କହିବି ଭଉଣୀ ନମସ୍କାର ବୋଲି କହିଲେ ସେ ନିଶ୍ଚୟ କହିବେ ଯେ ଆଜ୍ଞା କିଏ କହୁଛନ୍ତି, ମୁଁ ଚିହ୍ନି ପାରୁନାହିଁ ବୋଲି। ମୋର ସ୍ୱର ଶୁଣିଲା ପରେ ହିଁ କହିବେ ମୁଁ ଚିହ୍ନୁ ନାହିଁ ବୋଲି। ମତେ ଦେଖିଲା ପରେ ହିଁ କହିବେ ଆପଣଙ୍କୁ ମୁଁ ଚିହ୍ନି ପାରୁନାହିଁ ବୋଲି। ଏତିକି କ୍ଲିୟର ହେଲା ତ? କାରଣ ଜନ 1:4 ଅନୁସାରେ ଆମେ ସ୍ପଷ୍ଟ ହେଲୁ ଯେ ଈଶ୍ୱର ଯେ କି ବାକ୍ୟ ଅଟନ୍ତି, ତା ଅର୍ଥ ସେ କଥା କୁହନ୍ତି, ଆମେ ତାଙ୍କୁ ଶୁଣି ପାରୁ। ଏଟା ଅନ୍ତରସ୍ଥ ବିଷୟ, ଏଟା ଏଇ କାନର କଥା ନୁହେଁ, ଅନ୍ତରର ବିଷୟ। ପୁଣି ସେ ଯେହେତୁ ଜ୍ୟୋତି ଅଟନ୍ତି, ଆମେ ସତ୍ୟ ଜାଣିପାରୁ। ଆମେ ଠିକ ଜିନିଷ ଠିକ ଭାବରେ ଦେଖୁ ଆଉ ଜାଣୁ। ହେଲେ 10 ପଦରେ ଯେତେବେଳେ କୁହାଯାଉ ତାଙ୍କୁ ଚିହ୍ନିଲା ନାହିଁ ବୋଲି, କାହାକୁ ଚିହ୍ନିଲା ନାହିଁ? ଭେରି ସିମ୍ପଲ, ସେ 10 ପଦ ମାନେ 9 ଆଉ 10 ଲେଖା ଅଛି, କାହାକୁ ସେ ଚିହ୍ନୁ ନାହାନ୍ତି? ଯିଏ ଜଗତକୁ ଆସୁଥିଲେ, ଜଗତ କହିଲେ ମାନବ ଜାତି, ସେ ଜଗତରେ ଥିଲେ, ଜଗତ ତାଙ୍କ ଦ୍ୱାରା ସୃଷ୍ଟ ହେଲା। ତାମାନେ ଏକ୍ଜିଷ୍ଟିଂ ସତ୍ୟକୁ, ଥିବା ସତ୍ୟକୁ ଲୋକମାନେ ଚିହ୍ନୁ ନାହାନ୍ତି। କାହାକୁ? ଯାହାକୁ ଦେଖୁଛନ୍ତି, ଯାହାକୁ ଶୁଣୁଛନ୍ତି, ତାହାକୁ ଚିହ୍ନୁ ନାହାନ୍ତି। ଈଶ୍ୱର known or not known, ଈଶ୍ୱର ଜଣାଯିବା ଈଶ୍ୱର ଅଟନ୍ତି ନା ଅଜଣାଯିବା ଈଶ୍ୱର ଅଟନ୍ତି? ଈଶ୍ୱରଙ୍କୁ ମନୁଷ୍ୟ କୁହନ୍ତୁ କୁହନ୍ତୁ। ଆଉ ଟିକେ ପାଖକୁ ଆସି କହିଲେ ଅନ୍ୟମାନେ ଭଲରେ ଶୁଣିପାରିବେ। ଜଣାଯିବା ଈଶ୍ୱର ଅଟନ୍ତି। ଭେରି ଗୁଡ୍, ଜଣାଯିବା ଈଶ୍ୱର। ଅଜ୍ଞାତ ଈଶ୍ୱର ନୁହନ୍ତି, ସେ ଜ୍ଞାତ ଅଟନ୍ତି। ତାଙ୍କୁ ଜାଣି ହୁଏ, ଲୋକ ତାଙ୍କୁ ଜାଣନ୍ତି, ଆଉ ସେଟା ଅନ୍ତରର କଥା ଅଟେ, ତା ଅନ୍ତରର କଥା ଅଟେ। ମୁଁ ଈଶ୍ୱରଙ୍କୁ ଜାଣି ନାହିଁ ବୋଲି କହିଲେ ଏହା ପ୍ରକାଶ କରେ ଈଶ୍ୱରଙ୍କୁ ଜାଣିଥିବା ଯୋଗୁଁ ହିଁ ଜାଣି ନାହିଁ କହୁଛ। ଈଶ୍ୱରଙ୍କର ସତ୍ତା ମନୁଷ୍ୟଠାରେ ଅଛି ବୋଲି ହିଁ ସେ ଈଶ୍ୱର ଶବ୍ଦ ମୁଖରୁ ବାହାରୁ ଅଛି।
ଅନେକ ଲୋକମାନେ ଆଜିକାଲି ସେ ସଂଖ୍ୟା ବଢୁଛି, କଣ କହନ୍ତି ନାସ୍ତିକ ବୋଲି କହୁଛନ୍ତି। ନାସ୍ତିକ ମାନେ କଣ କହନ୍ତି ଈଶ୍ୱରଙ୍କ ବିଷୟରେ? ଈଶ୍ୱର ନାହାନ୍ତି, ଈଶ୍ୱରଙ୍କର ଅସ୍ତିତ୍ୱ ନାହିଁ। ଈଶ୍ୱର ନାହାନ୍ତି ବୋଲି କହନ୍ତି। ପ୍ରଥମ ଶବ୍ଦ ହିଁ ତ ଈଶ୍ୱର ବୋଲି ମୁଖରୁ ବାହାରୁଛି, ନାହାନ୍ତି ବୋଲି କେମିତି ହେବ? ନଥିବା ଜିନିଷର ଆପଣଙ୍କର ଶବ୍ଦ ଆସିଲା କୋଉଠୁ? ହାଉ ଇଜ ଇଟ୍ ପସିବଲ ଇନ୍ ଏନି ଟାଇମ? କେବେ ମଧ୍ୟ ସମ୍ଭବ କି ଯୋଉଟା ନାହିଁ ସେଇଟା ତାର ଶବ୍ଦ ଆସିଲା କେମିତି, ତାର ନାଁ ଆସିଲା କେମିତି? ନଥିବା ଜିନିଷ ଈଶ୍ୱର ସିନା, ଈଶ୍ୱର ମଧ୍ୟ ତାରା ମାନଙ୍କୁ ନାଁ ଧରିକି ଡାକନ୍ତି, ଯୋଉଟା ଆମେ ସିନା ଦେଖିନାହୁଁ କିନ୍ତୁ ସେ ଡାକନ୍ତି ନା, ଆମ ପାଇଁ ସେଟା ଦୂର। କିନ୍ତୁ ଯେତେବେଳେ ଆମେ ମନୁଷ୍ୟ କହୁଛି ଈଶ୍ୱର ନାହାନ୍ତି, ହାଉ ଇଟ୍ ଇଜ ପସିବଲ? ଇଫ୍ ଇଟ୍ ଇଜ ନାହାନ୍ତି ତାହେଲେ ସେ ନାଁ ହିଁ ଆସିବ ନାହିଁ। ବୁଝି ହେଉଛି? ଆଶା କରେ। ଓକେ, ଈଶ୍ୱର ଅଛନ୍ତି, ଈଶ୍ୱର ଜଣାଯାଆନ୍ତି, ଈଶ୍ୱରଙ୍କର ସତ୍ୟ ଦେଖାଯାଏ, ଈଶ୍ୱରଙ୍କର ରବ ଶୁଣାଯାଏ। ଗୀତ ସହିତ 19 ପର୍ବ 1 ପଦ। ଆଉ 2 ପଦ, 1 2 3 ପଢନ୍ତୁ। ଶୁଣିପାରିଲିନି ଭାଇ କୋଉଟା କହୁଛନ୍ତି? ଗୀତ ସଂହିତା 19 1 ରୁ 3। ଆକାଶ ମଣ୍ଡଳ ପରମେଶ୍ୱରଙ୍କର ଗୌରବ ବର୍ଣ୍ଣନା କରେ, ଶୂନ୍ୟ ମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ। ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ। କୌଣସି ବାକ୍ୟ କି ଭାଷା ନଥାଏ, ସେମାନଙ୍କ ରବ ଶୁଣାଯାଇ ନପାରେ। ଏବେ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ, ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ, ଶୂନ୍ୟ ମଣ୍ଡଳ ତାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ ଏବଂ ଆକାଶ ମଣ୍ଡଳ ପରମେଶ୍ୱରଙ୍କର ଗୌରବ ବର୍ଣ୍ଣନା କରେ। ଏସବୁ ମନୁଷ୍ୟର କଥା ଲେଖା ହେଇନି, ଏଇଟା ସୃଷ୍ଟିର କଥା ଲେଖା ଯାଉଛି। ସୃଷ୍ଟି ଯଦି ସୃଷ୍ଟିକର୍ତ୍ତାଙ୍କୁ ପ୍ରକାଶ କରୁଅଛି, ଏହା ସତ ବି ନା। ସକାଳେ ଆମେ ସୂର୍ଯ୍ୟ ଦେଖୁଅଛୁ, ଆଲୁଅ ଦେଖୁଛୁ, ଦିନ ଦେଖୁଅଛୁ, ଗଛ ପତ୍ର ଦେଖୁ, ସବୁ ଜିନିଷ ତାହା ସୃଷ୍ଟିକର୍ତ୍ତାଙ୍କୁ ସାଇଲେଣ୍ଟଲି କିନ୍ତୁ କ୍ଲିୟରଲି ପ୍ରକାଶ କରୁଅଛି। ଏବେ ପୃଥିବୀ ମାନେ ଏଇଟା ହଉଛି ସୃଷ୍ଟି କଥା କହିଲି, ମନୁଷ୍ୟ କି ତାଠାରୁ ଅଧିକ ନୁହେନ୍ତି। କାରଣ ସୃଷ୍ଟିକୁ ଈଶ୍ୱର ଆପଣ ସାଦୃଶ୍ୟରେ ତିଆରି କରିନାହାନ୍ତି, ମନୁଷ୍ୟକୁ ହିଁ ଆପଣ ସାଦୃଶ୍ୟରେ ତିଆରି କରିଛନ୍ତି, ଆପଣ ପ୍ରତିମୂର୍ତ୍ତିରେ ତିଆରି କରି ଅଛନ୍ତି। ହେଲେ ଈଶ୍ୱର କିଏ ଅଟନ୍ତି? ଆଦି ପୁସ୍ତକ 1 ପର୍ବ ସୃଷ୍ଟିକର୍ତ୍ତା ସେ କିଏ ଅଟନ୍ତି? ଆଦି ପୁସ୍ତକ 1 ରୁ 3। ଅନନ୍ତର ପରମେଶ୍ୱର କହିଲେ ଦୀପ୍ତି ହେଉ, ତାହିଁରେ ଦୀପ୍ତି ହେଲା। ଜନ 8 ରୁ 12, ମୋ ଜଗତର ଜ୍ୟୋତି। ଏଠି ସୃଷ୍ଟିକର୍ତ୍ତା କିଏ ଅଟନ୍ତି? ଆମେ ଜନ 1 ସେଟା ଲେଖୁଛୁ, ତାଙ୍କ ଠାରେ ଜ୍ୟୋତି ମାନେ ଜ୍ୟୋତି, ସେ ଜଗତର ଜ୍ୟୋତି। ସେ ଜଗତ କହିଲେ ମାନବ ଜାତିର, ଏଟା ସୂର୍ଯ୍ୟକୁ ବୁଝାଏ ନାହିଁ, ଚନ୍ଦ୍ରକୁ ବୁଝାଏ ନାହିଁ, ତାରା ମାନଙ୍କର ଆଲୋକକୁ ବୁଝାଏ ନାହିଁ, କିମ୍ବା ଆମେ ସୁଇଚ ଅନ୍ ଅଫ୍ କରିବା ଏ ଲାଇଟ କୁ ବୁଝାଏ ନାହିଁ। ଏଟା ଅନ୍ତରସ୍ଥ ଜ୍ୟୋତି ଅଟେ, ଯୋଉ ଜ୍ୟୋତି କି ମନୁଷ୍ୟକୁ ସତ୍ୟ ଅସତ୍ୟ ମାନେ ଡିଫରେନ୍ସ ଆଣିବା ପାଇଁ, ପ୍ରଭେଦ ଆଣିବା ପାଇଁ ସ୍ପଷ୍ଟ ଜ୍ଞାନ ଦେଇଥିବା, ସ୍ପଷ୍ଟ ଜ୍ଞାନର କାପାସିଟି ଏହା ଅଟେ। ଈଶ୍ୱର ସେହି ଜ୍ୟୋତି ଅଟନ୍ତି, ସେହି ଦୀପ୍ତି ଅଟନ୍ତି, ଆଉ ମନୁଷ୍ୟକୁ ସେ ନିଜର ଜ୍ୟୋତିରେ ହିଁ ତିଆରି କରି ଅଛନ୍ତି। ମନୁଷ୍ୟ ସୃଷ୍ଟିକର୍ତ୍ତାକୁ ବା ଈଶ୍ୱରଙ୍କୁ ଭଲରେ ଜାଣେ, କାରଣ ଆମମାନେ
ଏ ସବୁ ଯେତିକି ଆମେ ପଦ ଦେଖିଲୁ ଅଳ୍ପ ଦେଖିଛୁ, ଆହୁରି ଅନେକ ଜିନିଷ ଅଛି ଈଶ୍ୱରଙ୍କ ବାକ୍ୟରେ। ଆଉ ତାହା ଏତେ ସତ ଅଟେ, ଏତେ ସତ ଅଟେ ଯେ ପ୍ରତ୍ୟେକ ମନୁଷ୍ୟ ଠାରେ ସେହି ସତ୍ୟ ପୂର୍ଣ୍ଣ ମାତ୍ରାରେ ଅଛି। ଈଶ୍ୱରକୁ ଜାଣିବାର କାପାସିଟିର ବିଷୟ ହଉଛି ଏଇଟା। ଈଶ୍ୱରକୁ ଜାଣିବାର କାପାସିଟି ହଉଛି ସତ୍ୟ, ଆଉ ସେଇଟା ହଉଛି ସତ୍ୟ ଜ୍ୟୋତି। ସତ୍ୟ ଜ୍ୟୋତି ସ୍ପଷ୍ଟ ଭାବେ ଦେଖି ଆମେ ପାରୁ, ସ୍ପଷ୍ଟ ଭାବେ ଆମେ ଦେଖିପାରୁ। ଈଶ୍ୱର ଆମକୁ ପ୍ରେମ କରୁଥିବା ଯୋଗୁ, ଏତେ ପ୍ରେମ କରୁଥିବା ଯୋଗୁ, ଏତେ ପ୍ରେମ କରୁଥିବା ଯୋଗୁ ସେ ଆପଣା ସାଦୃଶ୍ୟରେ ତିଆରି କରିଛନ୍ତି। ସେ ସତ୍ୟ ଅଟନ୍ତି, ଆମକୁ ସତ୍ୟରେ ତିଆରି କରିଛନ୍ତି। ସେ ଜ୍ୟୋତି ଅଟନ୍ତି, ସେ ଜ୍ୟୋତିରେ ତିଆରି କରିଛନ୍ତି। ସେ ପ୍ରେମମୟ ଅଟନ୍ତି, ସେ ପ୍ରେମରେ ତିଆରି କରିଛନ୍ତି। ସେ ପବିତ୍ର ଅଟନ୍ତି, ସେ ପବିତ୍ରତାରେ ତିଆରି କରି ଅଛନ୍ତି। ମନୁଷ୍ୟ ଯେତେବେଳେ କହୁଅଛି ଯେ ଜଗତ ତାହାକୁ ଚିହ୍ନିଲା ନାହିଁ, କାହାକୁ ଚିହ୍ନିଲା ନାହିଁ? ଯାହାକୁ ଦେଖୁଛି ତାହାକୁ ଚିହ୍ନୁ ନାହିଁ। ଅନ୍ତରର ଆତ୍ମା କହୁଛି ଏହି ପରମେଶ୍ୱର ବୋଲି, କିନ୍ତୁ ମୋର ବାପା ମା ଭାଇ ଭଉଣୀ ମୋର ସମାଜ ଆଉ ଜଣକୁ, ଆଉ 2 ଜଣକୁ, ଆଉ 3 ଜଣକୁ ଏ ଈଶ୍ୱର ବୋଲି ଶିକ୍ଷା ଦେଇ ଆସୁଥିବା ଯୋଗୁ ଏବେ ମୁଁ କହୁଛି କନଫ୍ୟୁଜ ହେଇକି ତାକୁ ଚିହ୍ନୁ ନାହିଁ। କାହାକୁ ସେ ଚିହ୍ନୁ ନାହିଁ? ଜାଣିଥିବା ଲୋକକୁ, ଶୁଣିଥିବା ଲୋକକୁ, ବୁଝିଥିବା ଲୋକକୁ, ନିଜ ଅନ୍ତରରେ ଥିବା ସୃଷ୍ଟିକର୍ତ୍ତାଙ୍କୁ ସେ ଚିହ୍ନି ନାହିଁ ବା ଜାଣୁନାହିଁ ବୋଲି କହୁଅଛି। ଯେକୌଣସି ମନୁଷ୍ୟ ଯେତେବେଳେ ନିରବ ଭାବରେ ସତ୍ୟର ଅନ୍ୱେଷଣ କରେ ସେ ସତ୍ୟ ଜ୍ଞାତ ହୁଏ। ସତ୍ୟର ଅନ୍ୱେଷଣ ଯିଏ କରିବ ସେ ସତ୍ୟ ଜ୍ଞାତ ହେବ। ଯେରେମିୟ 29 ପର୍ବ 13 ଏବଂ 14 ପଦ। ଯେରେମିୟ 29 13 ଆଉ 14 ପଢନ୍ତୁ। ଟିକେ ଶେଷ କରିବା। କୋଉଠି ଆମମାନଙ୍କ ନିକଟରେ ସତ୍ୟ ପ୍ରକାଶିତ ହୁଏ? ଏଭ୍ରି 4:12। କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ, କାର୍ଯ୍ୟ ସାଧକ, ପୁଣି ଦ୍ୱିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଏହି ବାକ୍ୟ ଯେତେବେଳେ ଆମେ ପାଠ କରୁ, ଯେତେବେଳେ ଆମେ ଶୁଣୁ, ସେହି ବାକ୍ୟ ଆମ ଜୀବନର କେଉଁ କେଉଁ ଜାଗାରେ କାର୍ଯ୍ୟ କରେ? ପ୍ରାଣ, ଆତ୍ମା, ଗ୍ରନ୍ଥି, ମଜ୍ଜା, ଚିନ୍ତା, ଭାବ ଏସବୁ ଗୁଡାକ ଜାଣିପାରେ। ହାଲେଲୁୟା। ସେ ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ବୋଲି ଦେଖନ୍ତୁ। ଏମିତି ମନେକର ଆମମାନଙ୍କର ଅଛି, ଆଉ 2 ଧାର ଖଡଗ, ହେଲେ ଏମିତି ଏପଟେ ପଶିବ, ଆଉ ଏଟା 2 ପଟକୁ ଯାକ ମାନେ ବିଚ୍ଛେଦ କରିବ ଉପରକୁ ତଳକୁ। ହେଲେ ଆମର ଭାବନାର କଥା କଣ ହେଲା? ଯେତେବେଳେ ଏହି ବାକ୍ୟ ଆମ ଜୀବନରେ ପ୍ରବେଶ କରୁଅଛି, ହେଲେ ଏଇଟା ମୁଁ ଆଙ୍ଗୁଠି ଦେଖଉଛି, ଉପର ଆଙ୍ଗୁଠି ତଳ ଆଙ୍ଗୁଠି ସେଟା ଫିଲ୍ କରିବ କି ନାହିଁ? କରିବ କି? କରିବ ନା। ଯେତେବେଳେ ମାନେ ମୋ ଆଖିକୁ ଏଟା ସ୍ପର୍ଶ କରୁଛି, ମୁଁ ଫିଲ୍ କରିବି ନା କି ମତେ ଏମିତି କଭର କରୁଛି ବୋଲି। ଈଶ୍ୱରଙ୍କର ବାକ୍ୟ ପୁରା ଗଭୀର ମନୁଷ୍ୟ ଜୀବନର ସର୍ବଶ୍ରେଷ୍ଠ ଲୁକାୟିତ ଜିନିଷ ହେଲା ଶେଷ ଧାଡିରେ 2ଟା ଶବ୍ଦ ଲେଖା ହେଇଛି। ଚିନ୍ତା କେହି ଦେଖି ପାରନ୍ତି ନାହିଁ, ଛୁଇଁ ପାରନ୍ତି ନାହିଁ, ତାର ଫଟୋ ଉଠେଇ ପାରନ୍ତି ନାହିଁ, ତାର ଏକ୍ସରେରେ ବାହାରିବ ନାହିଁ, କିମ୍ବା MRI ରେ ମଧ୍ୟ ବାହାରିବ ନାହିଁ। କିନ୍ତୁ କିଏ ବାହାର କରିଦେବ ଏକ୍ସାକ୍ଟ ଛବି, ମୋ ମନର ଚିନ୍ତା। ଈଶ୍ୱରଙ୍କର ବାକ୍ୟ ପୁରା ସ୍ପଷ୍ଟ ରିପୋର୍ଟ ଦେଇଦେବ ମୋ ମନରେ କଣ ଚାଲୁଅଛି। ପୁଣି ଆହୁରି କଣ କରୁଛି? ଭାବର ସୂକ୍ଷ୍ମ ବିଚାର କଟେ। ଭାବ କହିଲେ ଇଣ୍ଟେନସନ,
ମୁଁ କୋଉ ମନୋଭାବରେ ଉତ୍ତମ କର୍ମ ଅମୁକ କର୍ମ କରୁଛି ତାହାର ସୂକ୍ଷ୍ମ ବିଚାରକ ଅଟେ। ସ୍ପଷ୍ଟ ରିପୋର୍ଟ ଦେବ ମୁଁ ଆଜି ଯାହା କରୁଛି ତା କାହିଁକି କରୁଅଛି। ହେଉଛି ଈଶ୍ୱରଙ୍କର ବାକ୍ୟ। ଏତେ ଜୀବନ୍ତ, ଏତେ ଶକ୍ତିଯୁକ୍ତ, ଏତେ କାର୍ଯ୍ୟ ସାଧକ ଅଟେ ଯାହାକି ମନୁଷ୍ୟ ଏ ପର୍ଯ୍ୟନ୍ତ କୌଣସି ଟେକ୍ନୋଲୋଜି ବାହାର କରିନାହିଁ। ମନୁଷ୍ୟର ଚିନ୍ତା ଏବଂ ଭାବର ବିଚାରକ ଭାବରେ। ତା ଅର୍ଥ ଚିନ୍ତାକୁ ଦେଖେଇବ, ସେ ଚିନ୍ତାକୁ ଇଣ୍ଟରପ୍ରିଟ ମଧ୍ୟ କରିବ। ଆମେ ଅଲ୍ଟ୍ରାସାଉଣ୍ଡ କଲେ ଯେମିତି ସବୁ ରିପୋର୍ଟ ବାହାରେ, ତାଠାରୁ ଅଧିକ ହେଇଥାଏ। ଈଶ୍ୱର କେତେ ସତ୍ୟ ନୁହନ୍ତି କି, ବାସ୍ତବ ନୁହନ୍ତି କି, ଜୀବନ୍ତ ନୁହନ୍ତି କି, ପ୍ରେମମୟ ନୁହନ୍ତି କି? ସବୁ କିଛି ସେ ଅଟନ୍ତି। ତାଙ୍କ ବାକ୍ୟ ଦ୍ୱାରା ଆମେ ତାହାଙ୍କୁ ଏତେ ମହାନ ଭାବରେ ଜାଣିପାରୁ। ଆଉ ଗୋଟେ ହେଲା ଆମେ ନିଜକୁ ବୁଝିପାରୁ। ଈଶ୍ୱରଙ୍କର ଗୌରବ, ପ୍ରଭୁ ମାନଙ୍କୁ ପ୍ରେମ କରି ତାଙ୍କ ବାକ୍ୟ ଦେଇଛନ୍ତି ତାଙ୍କୁ ଜାଣିବା ପାଇଁ। ସେଥିପାଇଁ ଆମେ ଯେତେବେଳେ ବି ପାଠ କରୁ, ଧ୍ୟାନ କରୁ, ଆମେ ତାଙ୍କୁ ଜାଣୁ। ପ୍ରାର୍ଥନା କରି ପ୍ରଭୁ ଆମେ ତୁମକୁ ଅଶେଷ ଧନ୍ୟବାଦ ଦେଉଅଛୁ, ତୁମକୁ ଜାଣିବା ପାଇଁ, ବୁଝିବା ପାଇଁ, ଅନୁଭବ କରିବା ପାଇଁ ଏବଂ ଆମମାନଙ୍କ ଅନ୍ତରରେ ପ୍ରଭୁ ତୁମକୁ ପୂର୍ଣ୍ଣ ମାତ୍ରାରେ ଆମେ ପ୍ରାପ୍ତ ହେବା ପାଇଁ ତୁମେ ଆମମାନଙ୍କୁ ଏତେ ବଡ଼ ସୁଯୋଗ ଦେଇଅଛ। ପ୍ରଭୁ ତୁମେ ଜୀବନ୍ତ ଏବଂ ତୁମେ ଜ୍ୟୋତି ଅଟ। ପ୍ରଭୁ ତୁମରି ବାକ୍ୟ ଜୀବନ୍ତ ଏବଂ ପ୍ରଭୁ ଜ୍ୟୋତି, ଅନ୍ତରସ୍ଥ ଜ୍ୟୋତି ଅଟେ। ତତ୍ସଙ୍ଗେ ସଙ୍ଗେ ପ୍ରଭୁ ତୁମରି ଜ୍ୟୋତି ଆମମାନଙ୍କ ଜୀବନକୁ ମୁକ୍ତି ଦେବା ନିମନ୍ତେ ସକ୍ଷମ ଅଟେ। ଅନ୍ଧକାରରୁ ଆମମାନଙ୍କୁ ଉଦ୍ଧାର କରିବା ପାଇଁ, ପାପର ଦାସତ୍ୱରୁ ମୁକ୍ତି ଦେବା ପାଇଁ ତାହା ଯଥେଷ୍ଟ ଅଟେ। ପ୍ରଭୁ ଆମେ ତୁମକୁ ଧନ୍ୟବାଦ ଦେଉଛୁ ତୁମରି ଏ ମହତ କର୍ମ ନିମନ୍ତେ। ତୁମେ ଏତେ ମହାନ, ସେଥିପାଇଁ ଆମେ ତୁମକୁ ଗୌରବ, ମହିମା, ପ୍ରଶଂସା, ଆରାଧନା କରୁଛୁ। ପ୍ରଭୁ ତୁମେ ଧନ୍ୟ। ତୁମରି ପ୍ରକାଶନ ମଧ୍ୟ ଧନ୍ୟ ଅଟେ ଏବଂ ଆଶ୍ଚର୍ଯ୍ୟ ଅଟେ, ସରଳ ଏବଂ ପ୍ରଭୁ ଗ୍ରହଣୀୟ ଅଟେ। ଥ୍ୟାଙ୍କ ୟୁ ଲର୍ଡ। ପ୍ରଭୁ ସମସ୍ତ ଗୌରବ, ମହିମା ତୁମରି ଯୀଶୁଙ୍କ ନାମରେ ଏ ପ୍ରାର୍ଥନା ଧନ୍ୟବାଦ ଉତ୍ସର୍ଗ କରୁଅଛୁ। ଆମେନ୍। ଆମେନ୍। ଥ୍ୟାଙ୍କ ୟୁ। ଆମେନ୍।